ओम शांति। आज आम शुणा मिठा मिठा बाबांकर मधुर महावाक्य। तारीख 23/7/2026, 23 जुलाई 2026। प्रातः मुरली। ओम शांति। बाप दादा मधुबन। बाबा कहते मिठे बच्चे तुमको बाबांग भली सच्चा सच्चा पैगंबर अथवा मेसेंजर वार्ताबह हेबाकु पड़िब। समस्तिंकु घरकु फेरिबार संदेश देबाकु हेब। मिठे बच्चे तुमको बाबांक भली सच्चा सच्चा पैगंबर अथवा मेसेंजर वार्ताबह हेबाकु पड़िब। समस्तको घरकु फेरिबार संदेश देबाकु हेब। आजिर प्रश्न, आजिकाली मनुष्य मानक बुद्धि सारा दिन केउ आड़े घुरुछि? आजिकाली मनुष्य मानक बुद्धि सारा दिन केउ आड़े घुरुछि? उत्तर, फैशन आड़कू। मनुष्य मानक आकर्षित करने पे अनेक प्रकार फैशन करुछंती। एही सब फैशन करिबा फोटो चित्ररू ही शिखुछंती। भाबुछंती पार्वती मध्य एहीपरि फैशन करुथिले, केशकू श्रृंगार करुथिले। बाबा कहउछंती तुम मानकू एही पति दुनिया रे फैशन करिबार नाही। तुमको तो मु एभली दुनिया को नहीं जाऊँची जेउठी प्राकृतिक सौंदर्य रहिब, फैशन करिबार आवश्यकता नथिब। आजिर गीत, तुम्हें हो माता पिता तुम्ही हो। ओम शांति। पिला माने गीत शुणिले जेतेबेले महिमा गायन करिथांती तेबे बुद्धि उपरकू चली जाइथाए। आत्मा ही बाबा को कहूची सीए ही नाउरिया पतित पावन अथवा सच्चा सच्चा संदेश वाहक अटंती। बाबा बसी आत्मा मानकू संदेश देउछंती। अन्य जाहाकू मेसेंजर अथवा पैगंबर कहउछंती सेमानंक मध्यरु केही छोट केही बड़ होइथांती। वास्तवरे सेमाने मेसेज अथवा संदेश देउ नथांती। एहीपरि मिछ महिमा କରିଦେଇଛନ୍ତି। ପିଲାମାନେ ଜାଣିଛନ୍ତି ଯେ ଏକମାତ୍ର ବାବାଙ୍କ ବିନା ଏହି ମନୁଷ୍ୟ ସୃଷ୍ଟିରେ ଆଉ କାହାର ମହିମା ନାହିଁ। ସବୁଠାରୁ ଅଧିକ ମହିମା ଏହି ଲକ୍ଷ୍ମୀ ନାରାୟଣଙ୍କର ରହିଛି, କାହିଁକି ନା ଏମାନେ ହେଲେ ନୂଆ ଦୁନିଆର ମାଲିକ। ଏକଥା ବି ଭାରତବାସୀ ଜାଣିଛନ୍ତି। ଦୁନିଆ ଲୋକେ କେବଳ ଏତିକି ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଅଟେ। ଭାରତ ହିଁ ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି। ଭାରତବାସୀ ଏହାଙ୍କୁ ଭଗବାନ ଭଗବତୀ କହୁଛନ୍ତି। ବାବା କହୁଛନ୍ତି ଭାରତବାସୀ ଏହି ମାନଙ୍କୁ ଭଗବାନ ଭଗବତୀ କହୁଛନ୍ତି। ବାବା ତାପରେ କହୁଛନ୍ତି ଏହା ହିଁ ଭାରତବାସୀ ଜାଣିଛନ୍ତି। ଦୁନିଆ ଲୋକେ କେବଳ ଏତିକି ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଥିଲା। ଭାରତରେ ହିଁ ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି। ଭାରତବାସୀ ଏହାକୁ ଭଗବାନ ଭଗବତୀ କହୁଛନ୍ତି। କିନ୍ତୁ ଏକଥା କେହି ଜାଣିନାହାନ୍ତି ଯେ ଏହି ଭଗବାନ ଭଗବତୀ ସତ୍ୟ ଯୁଗରେ ରାଜତ୍ୱ କରୁଥିଲେ। ଭଗବାନ ଦେବୀ ଦେବତା ମାନଙ୍କ ରାଜ୍ୟ ସ୍ଥାପନ କରିଥିଲେ। ବୁଦ୍ଧି ମଧ୍ୟ କହୁଛି ଯେ ଆମେ ଭଗବାନଙ୍କର ସନ୍ତାନ ଅଟୁ, ତେଣୁ ଆମେ ବି ଭଗବାନ ଭଗବତୀ ହେବା ଦରକାର। ସମସ୍ତେ ଜଣଙ୍କର ସନ୍ତାନ ଅଟନ୍ତି ନା, କିନ୍ତୁ ତାଙ୍କୁ ଭଗବାନ ଭଗବତୀ କହିପାରିବା ନାହିଁ। ତାଙ୍କୁ ଦେବୀ ଦେବତା ବୋଲି କୁହାଯିବ। ଏହି ସବୁ କଥା ବାବା ବସି ବୁଝାଉଛନ୍ତି। ଭାରତବାସୀ କହୁଛନ୍ତି ଆମେ ଭାରତବାସୀ ପ୍ରଥମେ ନୂଆ ଦୁନିଆରେ ଥିଲୁ। ନୂଆ ଦୁନିଆ ତ ସମସ୍ତେ ଚାହୁଁଛନ୍ତି। ବାପୁଜୀ ମଧ୍ୟ ନୂଆ ଦୁନିଆ, ନୂଆ ରାମରାଜ୍ୟ ଚାହୁଁଛନ୍ତି। କିନ୍ତୁ ରାମ ରାଜ୍ୟର ଅର୍ଥ ବିଲକୁଲ ହିଁ ଜାଣିନାହାନ୍ତି। ଆଜିକାଲି ମନୁଷ୍ୟ ମାନଙ୍କର ନିଜର କେତେ ଅହଙ୍କାର ରହିଛି। କଳି ଯୁଗରେ ସମସ୍ତେ ପଥର ବୁଦ୍ଧି ଅଟନ୍ତି। ସତ୍ୟ ଯୁଗରେ ପାରସ ବୁଦ୍ଧି ହେବେ। କିନ୍ତୁ ଏକଥା କେହି ବୁଝିପାରୁନାହାନ୍ତି। ଭାରତ ହିଁ ସତ୍ୟ ଯୁଗରେ ପାରସ ବୁଦ୍ଧି ଥିଲା। ଏବେ କଳି ଯୁଗରେ ପଥର ବୁଦ୍ଧି ହୋଇଯାଇଛି। ମନୁଷ୍ୟ ତ ଏହାକୁ ହିଁ ସ୍ୱର୍ଗ ବୋଲି ଭାବୁଛନ୍ତି। କହୁଛନ୍ତି ସ୍ୱର୍ଗରେ ବିମାନ ଥିଲା, ବଡ ବଡ ମହଲ ଥିଲା। ବର୍ତ୍ତମାନ ତ ସେ ସବୁ କିଛି ଏଠାରେ ଅଛି। ବର୍ତ୍ତମାନ କେତେ ବାବା କହୁଛନ୍ତି ବର୍ତ୍ତମାନ କେତେ ବୃଦ୍ଧି ହୋଇ ଚାଲିଛି। ଏହା ଦ୍ୱାରା କେତେ ସୁଖ ମିଳୁଛି। କେତେ ଫ୍ୟାସନ ଆଦି କରୁଛନ୍ତି। ସାରା ଦିନ ବୁଦ୍ଧି ଫ୍ୟାସନ ପଛରେ ହିଁ ପଡିଛି। କୃତ୍ରିମ ସୁନ୍ଦର, ବାବା କହୁଛନ୍ତି କୃତ୍ରିମ ସୁନ୍ଦର ହେବା ପାଇଁ କେଶକୁ କେତେ ସଜାଉଛନ୍ତି, କେତେ ପଇସା ଖର୍ଚ୍ଚ କରୁଛନ୍ତି। ଏହି ସବୁ ଫ୍ୟାସନ ଫଟୋ ଚିତ୍ରରୁ ଶିଖିଛନ୍ତି। ଭାବୁଛନ୍ତି ପାର୍ବତୀଙ୍କ ଭଳି ଆମେ ନିଜର କେଶ ସଜାଡ଼ିବୁ। ଏସବୁ ଅନ୍ୟକୁ ଆକର୍ଷିତ କରିବା ପାଇଁ ହିଁ କରୁଛନ୍ତି। ଆଗରୁ ପାର୍ସୀ ଲୋକମାନଙ୍କର ସ୍ତ୍ରୀମାନେ ମୁହଁରେ କଳା ରଙ୍ଗର ଜାଲି ପିନ୍ଧୁଥିଲେ, ଯେପରି କେହି ଦେଖି ଆକର୍ଷିତ ନ ହୋଇଯାଆନ୍ତୁ। ଏହାକୁ ପତିତ ଦୁନିଆ କୁହାଯାଉଛି। ଗାଉଛନ୍ତି ତୁମି ହୋ ମାତା ପିତା ତୁମି ହୋ, କିନ୍ତୁ ଏହା କାହାକୁ କହିବା ଦରକାର? ମାତା ପିତା କିଏ ଏକଥା ବି ଜାଣିନାହାନ୍ତି। ମାତା ପିତା ନିଶ୍ଚୟ ବର୍ଷା ଦେଇଥିବେ। ବାବା ତୁମ ପିଲାମାନଙ୍କୁ ସୁଖର ବର୍ଷା ଦେଇଥିଲେ।
କହୁଛନ୍ତି ମତେ ବାବା ଆମେ ତ ଆପଣଙ୍କର ବିନା ଆଉ କାହାଠାରୁ ଶୁଣିବୁ ନାହିଁ। ଏବେ ତୁମେ ଜାଣିଛ ଶିବ ବାବାଙ୍କର ମହିମା ଗାୟନ କରାଯାଉଛି। ବ୍ରହ୍ମାଙ୍କ ଆତ୍ମା ମଧ୍ୟ ନିଜେ କହୁଛି ଆମେ ହିଁ ପବିତ୍ର ଥିଲୁ ଏବେ ପତିତ ହୋଇଯାଇଛୁ। ବ୍ରହ୍ମାଙ୍କର ସନ୍ତାନମାନେ ମଧ୍ୟ ଏହିପରି କହିବେ ଆମେ ବ୍ରହ୍ମା କୁମାର କୁମାରୀ ହିଁ ଦେବୀ ଦେବତା ଥିଲୁ ପୁଣି 84 ଜନ୍ମ ଅନ୍ତ ସମୟରେ ପତିତ ହୋଇଛୁ। ଯିଏ ପ୍ରଥମ ନମ୍ବରର ପବିତ୍ର ଥିଲେ ସିଏ ପ୍ରଥମ ନମ୍ବର ପତିତ ହୋଇଛନ୍ତି। ଯେପରି ବାପା ସେହିପରି ପିଲାମାନେ। ଇଏ ନିଜେ ମଧ୍ୟ କହୁଛନ୍ତି ଶିବ ବାବା ମଧ୍ୟ କହୁଛନ୍ତି ମୁଁ ଆସୁଛି ଏହାଙ୍କର ବହୁତ ଜନ୍ମର ଶେଷ ଜନ୍ମରେ। ଯିଏକି ପ୍ରଥମ ନମ୍ବରରେ ପୂଜ୍ୟ ଲକ୍ଷ୍ମୀନାରାୟଣଙ୍କ ବଂଶାବଳୀ ଥିଲେ। ବର୍ତ୍ତମାନ ହେଲା ସଙ୍ଗମ ଯୁଗ। ତୁମେ କଳି ଯୁଗରେ ଥିଲ ଏବେ ସଙ୍ଗମ ଯୁଗୀ ହୋଇଛ। ବାବା ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ଡ୍ରାମା ଅନୁସାରେ ପିଲାମାନଙ୍କର ମଧ୍ୟ ବୃଦ୍ଧି ହୋଇ ଚାଲିଛି। ଏବେ ପିଲାମାନଙ୍କୁ ବାବା କହୁଛନ୍ତି ଏବେ ପିଲାମାନଙ୍କୁ ଜ୍ଞାନ ମିଳିଛି ଆମେ ହିଁ ଦେବତା ଥିଲୁ ପୁଣି କ୍ଷତ୍ରିୟ। ବାବା କହୁଛନ୍ତି ଆମେମାନେ ହିଁ ଦେବତା ଥିଲୁ ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୋଇଛୁ। ସାରା ଚକ୍ରକୁ ତୁମେ ଭଲ ଭାବରେ ଜାଣିଛ। ଆମେ 84 ଜନ୍ମ ନେଇଛୁ। ଏହା ତ ବହୁତ ସହଜ। ଅନେକଙ୍କ ବୁଦ୍ଧିରେ ଏକଥା ମଧ୍ୟ ରହୁନାହିଁ। ଛାତ୍ରମାନେ କ୍ରମାନୁସାରେ ତ ରହିଥାନ୍ତି ନା। ଡାହାଣ ପଟୁ ଆରମ୍ଭ କରିଥାନ୍ତି ଫର୍ଷ୍ଟ କ୍ଲାସ ସେକେଣ୍ଡ କ୍ଲାସ ଥର୍ଡ କ୍ଲାସ। କନ୍ୟାମାନେ ନିଜେ କହୁଛନ୍ତି ଯେ ଆମର ବୁଦ୍ଧି ଥର୍ଡ କ୍ଲାସ ଅଟେ। ଆମେ କାହାକୁ ବୁଝାଇ ପାରିବୁ ନାହିଁ। ମନ ତ ବହୁତ ହେଉଛି କିନ୍ତୁ କହିପାରିବୁ ନାହିଁ। ବାବା କଣ କରିବୁ? ଏହା ହେଲା ନିଜ କର୍ମର ହିସାବ କିତାବ। ଏବେ ବାବା କହୁଛନ୍ତି ମୁଁ ତୁମକୁ କର୍ମ ଅକର୍ମ ବିକର୍ମ ଗତିର ଜ୍ଞାନ ଶୁଣାଉଛି। କର୍ମ ତ କରିବାକୁ ହିଁ ହେବ ଏକଥା ତୁମେମାନେ ଜାଣିଛ। ଥର୍ଡ କ୍ଲାସ ବୁଦ୍ଧିବାଲା ଏହି କଥାକୁ ବୁଝିପାରିବେ ନାହିଁ। ଏହା ହେଉଛି ରାବଣ ରାଜ୍ୟ। କିନ୍ତୁ ଏକଥା କେହି ବି ଜାଣିନାହାନ୍ତି। ରାବଣ ରାଜ୍ୟରେ ମନୁଷ୍ୟ ବିକର୍ମ ହିଁ କରିବେ ତେଣୁ ତଳକୁ ହିଁ ଖସିବେ। ଦୁଃଖର ଦୁନିଆରେ ହିଁ ଗୁରୁ କରିଥାନ୍ତି। ସଦ୍ଗତି ପାଇବା ପାଇଁ ଗୁରୁ କରୁଛନ୍ତି ଯେ ସେ ଆମକୁ ମୁକ୍ତିକୁ ନେଇଯିବେ। ତାହା ହେଲା ନିର୍ବାଣ ଧାମ ବାଣୀରୁ ଉର୍ଦ୍ଧ୍ୱ ସ୍ଥାନ। ମନୁଷ୍ୟ ନିଜକୁ ବାନପ୍ରସ୍ଥୀ କହୁଛନ୍ତି। ଏହା ତ କଥାକୁ ମାତ୍ରେ ହିଁ କହୁଛନ୍ତି। ବାନପ୍ରସ୍ଥୀମାନଙ୍କର ମଧ୍ୟ ସଭା ହୋଇଥାଏ। ସବୁ ସମ୍ପତ୍ତି ଆଦି ପିଲାମାନଙ୍କୁ ଦେଇ ଯାଇ ଗୁରୁଙ୍କ ପାଖରେ ରହିଥାନ୍ତି। ଖାଇବା ପିଇବା ଆଦି ତ ନିଶ୍ଚିତ ପିଲାମାନେ ହିଁ ଦେବେ। କିନ୍ତୁ ବାନପ୍ରସ୍ଥର ଅର୍ଥ କେହି ବି ବୁଝିପାରୁନାହାନ୍ତି। କାହାରି ବୁଦ୍ଧିରେ ଏକଥା ଆସୁନାହିଁ ଯେ ଆମକୁ ନିର୍ବାଣ ଧାମକୁ ଯିବାକୁ ହେବ। ନିଜ ଘରକୁ ଯିବାକୁ ହେବ। ସେମାନେ ନିର୍ବାଣ ଧାମକୁ ଘର ବୋଲି ଭାବୁନାହାନ୍ତି। ସେମାନେ ଭାବୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯିବ। ନିର୍ବାଣ ଧାମ ରହିବାର ସ୍ଥାନ ଅଟେ। ଆଗରୁ 60 ବର୍ଷ ପରେ ବାନପ୍ରସ୍ଥ ନେଉଥିଲେ। ଏହା ଯେପରି ନିୟମ ଥିଲା ବର୍ତ୍ତମାନ ବି ଏହିପରି କରୁଛନ୍ତି। ଏବେ ତୁମେ ବୁଝିପାରିବ ବାଣୀରୁ ଉର୍ଦ୍ଧ୍ୱକୁ ତ କେହି ଯାଇପାରିବେ ନାହିଁ। ସେଥିପାଇଁ ବାବାଙ୍କୁ ହିଁ ଡାକୁଛନ୍ତି ହେ ପତିତ ପାବନ ବାବା ଆସ ଆମକୁ ପବିତ୍ର କରାଇ ଘରକୁ ନେଇ ଚାଲ। ମୁକ୍ତିଧାମ ଆତ୍ମାମାନଙ୍କର ଘର। ତୁମମାନଙ୍କୁ ସତ୍ୟ ଯୁଗ ପାଇଁ ହିଁ ବୁଝାଯାଉଛି। ବାବା କହୁଛନ୍ତି ତୁମମାନଙ୍କୁ ସତ୍ୟ ଯୁଗ ପାଇଁ ହିଁ ବୁଝାଯାଉଛି। ସେଠାରେ କିଏ ରହୁଛନ୍ତି କିପରି ବୃଦ୍ଧି ହେଉଛି ଆଦମଶୁମାରୀ ଜନସଂଖ୍ୟା ବିଷୟରେ କେହି ହେଲେ ଜାଣିନାହାନ୍ତି। ରାମ ବାବା କହୁଛନ୍ତି ରାମ ରାଜ୍ୟରେ ଜନସଂଖ୍ୟା କେତେ ହେବ ପିଲାମାନେ କିପରି ଜନ୍ମ ହେବେ କିଛି ହେଲେ ବି ବୁଝୁନାହାନ୍ତି। କେହି ବି ବିଦ୍ୱାନ ଆଚାର୍ଯ୍ୟ ପଣ୍ଡିତ ନାହାନ୍ତି ଯିଏକି ଏଇ ଡ୍ରାମାର ଚକ୍ରକୁ ବୁଝାଇ ପାରିବେ। 84 ଲକ୍ଷ ଚକ୍ର କିପରି ହୋଇପାରିବ? ବାବା କହୁଛନ୍ତି 84 ଲକ୍ଷର ଚକ୍ର କିପରି ହୋଇପାରିବ? କେତେ ଭୁଲ କଥା ଅଟେ। ବିଲକୁଲ ସୂତା ହିଁ ଅଡୁଆ ହୋଇଯାଇଛି। ବାବା ବୁଝାଉଛନ୍ତି ଏବେ ତୁମେ ଜାଣୁଛ ବାବା କର୍ମ ଅକର୍ମ ବିକର୍ମର ସମସ୍ତ ରହସ୍ୟ ବୁଝାଉଛନ୍ତି। ସତ୍ୟ ଯୁଗରେ ତୁମର କର୍ମ ଅକର୍ମ ହୋଇଯିବ। ସେଠାରେ କୌଣସି ଖରାପ କର୍ମ ହେବ ନାହିଁ। ସେଥିପାଇଁ କର୍ମ ଅକର୍ମ ହୋଇଯାଉଛି। ଏଠାରେ ମନୁଷ୍ୟ ଯାହା କର୍ମ କରୁଛନ୍ତି ତାହା ବିକର୍ମ ହୋଇଯାଉଛି। ତୁମେମାନେ ଜାଣିଛ ଯେ ଛୋଟ ବଡ଼ ସମସ୍ତଙ୍କର ସାରା ଦୁନିଆର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ। ସମସ୍ତେ ବାଣୀରୁ ଉର୍ଦ୍ଧ୍ୱକୁ ଯିବେ। କହୁଛନ୍ତି ଯେ ପତିତ ପାବନ ଆସ ଆମକୁ ଆସି ପତିତରୁ ପାବନ କରାଅ। କିନ୍ତୁ ଯେ ପର୍ଯ୍ୟନ୍ତ ପବିତ୍ର ନୂଆ ଦୁନିଆ ସ୍ଥାପନ ନ ହୋଇଛି ଏଇଠାରେ ପତିତ ଦୁନିଆରେ କେହି ପବିତ୍ର ହୋଇ ରହିପାରିବେ ନାହିଁ। ଏବେ ଯେଉଁ ପତିତ ଦୁନିଆ ଅଛି ତାହା ବିନାଶ ହୋଇଯିବ। ତୁମେ ଜାଣିଛ ଯେ ଆମକୁ ପୁଣି ନୂଆ ଦୁନିଆକୁ ଯିବାକୁ ହେବ। ତେବେ କିପରି ଯିବି? ଏହି ସବୁ ଜ୍ଞାନ ତୁମେ ଜାଣିଛ। ଏହା ହେଲା ନୂଆ ଜ୍ଞାନ। ନୂଆ ଦୁନିଆ ଅମରଲୋକ ଅଥବା ପବିତ୍ର ଦୁନିଆ ପାଇଁ ତୁମେ ଏବେ ସଙ୍ଗମ ଯୁଗରେ ବସିଛ। ଏକଥା ବି ଜାଣିଛ ଯେଉଁ ମନୁଷ୍ୟମାନେ ଅଛନ୍ତି ସେମାନେ ବ୍ରାହ୍ମଣ ନୁହନ୍ତି ସେମାନେ କଳି ଯୁଗରେ ଅଛନ୍ତି।
ଆମେ ସମସ୍ତେ ସଙ୍ଗମ ଯୁଗରେ ଅଛୁ। ଆମେ ସତ୍ୟ ଯୁଗକୁ ଯାଉଛୁ। ବାସ୍ତବରେ ଏହା ହେଉଛି ସଙ୍ଗମ ଯୁଗ। ତାହା ସ୍ୱର୍ଗ ଅଟେ। ତାଙ୍କୁ ସଙ୍ଗମ କୁହାଯିବ ନାହିଁ। ବର୍ତ୍ତମାନ ହେଉଛି ସଙ୍ଗମ। ଏହି ସଙ୍ଗମ ଯୁଗ ସବୁଠାରୁ ଛୋଟ। ଏହାକୁ ଲିପ୍ ଯୁଗ ବୋଲି କୁହାଯାଉଛି, ଯେଉଁଠାରେ ମନୁଷ୍ୟ ପାପ ଆତ୍ମାରୁ ଧର୍ମାତ୍ମା ହେଉଛନ୍ତି। ସେଥିପାଇଁ ଏହାକୁ ଧର୍ମର ଯୁଗ କୁହାଯାଏ। କଳି ଯୁଗରେ ସମସ୍ତ ମନୁଷ୍ୟ ଅଧର୍ମୀ ଅଟନ୍ତି। ସତ୍ୟ ଯୁଗରେ ତ ସମସ୍ତେ ଧର୍ମାତ୍ମା ହେବେ। ଭକ୍ତି ମାର୍ଗର କେତେ ବଡ଼ ପ୍ରଭାବ ରହିଛି। ପଥରର ମୂର୍ତ୍ତି ତିଆରି କରୁଛନ୍ତି, ଯାହାକୁ ଦେଖିବା ଦ୍ୱାରା ମନ ଖୁସି ହୋଇଯାଉଛି। ତାହା ହେଲା ପଥରର ପୂଜା। ଶିବଙ୍କ ମନ୍ଦିରକୁ କେତେ ଦୂର ଦୂର ପର୍ଯ୍ୟନ୍ତ ଯାଉଛନ୍ତି ପୂଜା କରିବା ପାଇଁ। ଶିବଙ୍କ ଚିତ୍ର ତ ଘରେ ମଧ୍ୟ ରଖିପାରିବ। ପୁଣି ଏତେ ଦୂର ଦୂରକୁ କାହିଁକି ଯାଉଛନ୍ତି? ଏହି ଜ୍ଞାନ ଏବେ ବୁଦ୍ଧିରେ ଆସିଛି। ଏବେ ତୁମର ଆଖି ଖୋଲିଛି, ବୁଦ୍ଧିର ଦ୍ୱାର ଖୋଲିଛି। ବାବା ଜ୍ଞାନ ଦେଉଛନ୍ତି। ପରମପିତା ପରମାତ୍ମା ଏହି ମନୁଷ୍ୟ ସୃଷ୍ଟିର ବୀଜରୂପ ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର ଅଟନ୍ତି। ଆତ୍ମା ମଧ୍ୟ ଏହି ଜ୍ଞାନକୁ ଧାରଣ କରୁଛି। ଆତ୍ମା ହିଁ ରାଷ୍ଟ୍ରପତି ଆଦି ହେଉଛି। ମନୁଷ୍ୟମାନେ ଦେହ ଅଭିମାନୀ ହୋଇଥିବାରୁ ଦେହର ହିଁ ମହିମା କରୁଛନ୍ତି। ଏବେ ତୁମେ ଜାଣୁଛ ଆତ୍ମା ହିଁ ସବୁ କିଛି କରୁଛି। ତୁମେ ଆତ୍ମା 84 ଜନ୍ମର ଚକ୍ର ଲଗାଇ ବିଲକୁଲ ଦୁର୍ଗତିକୁ ପ୍ରାପ୍ତ କରିଛ। ଏବେ ଆମେ ଆତ୍ମା ବାବାଙ୍କୁ ଜାଣିଛୁ। ବାବାଙ୍କଠାରୁ ବର୍ଷା ସମ୍ପତ୍ତି ନେଉଛୁ। ଆତ୍ମାକୁ ଶରୀର ତ ନିଶ୍ଚିତ ଧାରଣ କରିବାକୁ ହେବ। ଶରୀର ବିନା ଆତ୍ମା କିପରି କଥା କହିବ, କିପରି ଶୁଣିବ? ବାବା କହୁଛନ୍ତି ମୁଁ ନିରାକାର ଅଟେ। ମୁଁ ମଧ୍ୟ ଶରୀରର ଆଧାର ନେଉଛି। ବାବା କହୁଛନ୍ତି ମୁଁ ମଧ୍ୟ ଶରୀରର ଆଧାର ନେଉଛି। ତୁମେ ଜାଣିଛ ଶିବ ବାବା ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି। ଏହି କଥା ତୁମେ ବ୍ରହ୍ମା କୁମାର କୁମାରୀମାନେ ହିଁ ବାବା କହୁଛନ୍ତି ଏହି କଥା ତୁମେ ବ୍ରହ୍ମା କୁମାର କୁମାରୀମାନେ ହିଁ ବୁଝାଉଛ। ତୁମକୁ ଏବେ ଜ୍ଞାନ ମିଳୁଛି। ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ସେହି ବାବା ରାଜଯୋଗ ଶିଖାଉଛନ୍ତି। ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ। ଶିବ ବାବା ଆମକୁ ବୁଝାଉଛନ୍ତି, ପୁଣି ଆମେ ଅନ୍ୟମାନଙ୍କୁ ବୁଝାଉଛୁ। ଆମକୁ ଜ୍ଞାନ ଶୁଣାଇଲା ବାଲା ମଧ୍ୟ ଶିବ ବାବା ହିଁ ଅଟନ୍ତି। ଏବେ ତୁମେ କହୁଛ ଆମେ ପତିତରୁ ପାବନ ହେଉଛୁ। ବାବା ବୁଝାଉଛନ୍ତି ଏହା ହିଁ ପତିତ ଦୁନିଆ, ରାବଣର ରାଜ୍ୟ ଅଟେ। ରାବଣ ପାପ ଆତ୍ମା କରାଉଛି। ବାବା କହୁଛନ୍ତି ରାବଣ ପାପ ଆତ୍ମା କରାଉଛି। ଏକଥା ଆଉ କେହି ବି ଜାଣିନାହାନ୍ତି। ଯଦିଓ ରାବଣର ପୁତଳା ଜଳାଉଛନ୍ତି, କିନ୍ତୁ କିଛି ବି ବୁଝୁନାହାନ୍ତି। ସୀତାଙ୍କୁ ରାବଣ ନେଇଗଲା, ଏହିପରି କଲା, କେତେ କଥା ସବୁ ଲେଖିଛନ୍ତି। ଯେବେ ବସି କଥା ଶୁଣୁଛନ୍ତି ତେବେ କାନ୍ଦି ପକାଉଛନ୍ତି। ସେ ସବୁ ହେଲା ଦନ୍ତ ମନଗଢ଼ା କଥା। ବାବା ଆମକୁ ବିକର୍ମାଜିତ କରାଇବା ପାଇଁ ବୁଝାଉଛନ୍ତି। କହୁଛନ୍ତି କେବଳ ମତେ ମନେ ପକାଅ, କେଉଁଠାରେ ବି ବୁଦ୍ଧି ଲଗାଅ ନାହିଁ। ଶିବ ବାବା ଆମକୁ ନିଜର ପରିଚୟ ଦେଇଛନ୍ତି। ପତିତ ପାବନ ବାବା ଆସି ନିଜର ପରିଚୟ ଦେଉଛନ୍ତି। ଏବେ ତୁମେ ଜାଣୁଛ ଯେ ବାବା କେତେ ମିଠା ଅଟନ୍ତି। ସିଏ ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲାଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସବୁ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହ ଭରା ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ओम शांति बाबा, ओम शांति। शुक्रिया बाबा, शुक्रिया, दिल से शुक्रिया। नमस्ते 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 बाबा, नमस्ते। ଆଜିର ଧାରଣା ପାଇଁ ମୁଖ୍ୟ ସାର 1. କର୍ମ ଅକର୍ମ ଏବଂ ବିକର୍ମର ଗତିକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ। ଜ୍ଞାନ ଦାନ କରି ଧର୍ମାତ୍ମା ହେବାକୁ ପଡ଼ିବ। ବାବା କହୁଛନ୍ତି 1ରେ କର୍ମ ଅକର୍ମ ଏବଂ ବିକର୍ମର ଗତିକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ। ଜ୍ଞାନ ଦାନ କରି ଧର୍ମାତ୍ମା ହେବାକୁ ପଡ଼ିବ। 2. ଏହା ବାନପ୍ରସ୍ଥ ଅବସ୍ଥା ଅଟେ। ଏହି ଅନ୍ତିମ ଘଡ଼ିରେ ପାବନ ହୋଇ ପାବନ ଦୁନିଆକୁ ଯିବାକୁ ହେବ। ପାବନ ହେବାର ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ଆଜିର ବରଦାନ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସନ୍ତୁଷ୍ଟମଣି ଭବ। ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସନ୍ତୁଷ୍ଟମଣି ଭବ। ବାବା ତା ପାଇଁ କହୁଛନ୍ତି ଯେଉଁ ପିଲାମାନେ ନିଜ ନିଜ ଉପରେ ନିଜର ପୁରୁଷାର୍ଥରେ ବା ସେବାରେ ବ୍ରାହ୍ମଣ ପରିବାର ସହିତ ସମ୍ପର୍କ ରଖିବାରେ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି, ସେମାନଙ୍କୁ ହିଁ ସନ୍ତୁଷ୍ଟମଣି କୁହାଯାଏ। ସବୁ ଆତ୍ମାମାନଙ୍କର ସହିତ ସମ୍ପର୍କ ରଖିବାରେ ନିଜକୁ ସନ୍ତୁଷ୍ଟ ରଖିବା ବା ବାବା କହୁଛନ୍ତି ସବୁ ଆତ୍ମାମାନଙ୍କ ସହିତ ସମ୍ପର୍କ ରଖିବାରେ ନିଜକୁ ସନ୍ତୁଷ୍ଟ ରଖିବା ବା ସମସ୍ତଙ୍କୁ ସନ୍ତୁଷ୍ଟ କରିବା,
ଏଥିରେ ଯେଉଁମାନେ ବିଜୟୀ ହୋଇଥାନ୍ତି ସେଇମାନେ ହିଁ ବିଜୟମାଳାରେ ଆସିଥାନ୍ତି। ତେବେ ପାସ୍ ୱିଥ୍ ଅନର ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ସାର୍ଟିଫିକେଟ୍ ମିଳିବା ଦରକାର। ଏହି ପାସପୋର୍ଟକୁ ନେବା ପାଇଁ କେବଳ ସହନ କରିବା ବା ସମାହିତ କରିବାର ଶକ୍ତିକୁ ଧାରଣ କର। ଆଜିର ସ୍ଲୋଗାନ, ଦୟାଶୀଳ ହୋଇ ସେବା ଦ୍ୱାରା ନିରାଶ ଏବଂ କ୍ଳାନ୍ତ ଆତ୍ମାମାନଙ୍କୁ ସାହାରା ଦିଅ। ଦୟାଶୀଳ ହୋଇ ସେବା ଦ୍ୱାରା ନିରାଶ ଏବଂ କ୍ଳାନ୍ତ ଆତ୍ମାମାନଙ୍କୁ ସାହାରା ଦିଅ। ଆଜିର ଅବ୍ୟକ୍ତିସାର, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ତା ପାଇଁ ବାବା କହୁଛନ୍ତି ଶକ୍ତିଶାଳୀ ଯୋଗ ପାଇଁ ସଚ୍ଚା ହାର୍ଦ୍ଦିକ ସ୍ନେହ ଆବଶ୍ୟକ। ସଚ୍ଚା ଦିଲବାଲା ପିଲାମାନେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇ ପାରିବେ। ସଚ୍ଚା ଦିଲବାଲା ପିଲାମାନେ ସଚ୍ଚା ସାହେବକୁ ରାଜି ଅର୍ଥାତ୍ ସନ୍ତୁଷ୍ଟ କରୁଥିବା କାରଣରୁ ବାବାଙ୍କ ଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି, ଯାହାଦ୍ୱାରା ସେମାନେ ଅତି ସହଜରେ ଗୋଟିଏ ସଂକଳ୍ପରେ ସ୍ଥିତ ହୋଇ ଜ୍ୱାଳା ସ୍ୱରୂପର ଯୋଗର ଅନୁଭବ କରିପାରିବେ ଏବଂ ଶକ୍ତିଶାଳୀ ପ୍ରକମ୍ପନ ବିଚ୍ଛୁରିତ କରିପାରିବେ। ସତ୍ୟତା କାରଣରୁ ସେମାନଙ୍କର ବୁଦ୍ଧି ଏବଂ ସମୟ ଅନୁସାରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ କାର୍ଯ୍ୟ କରିଥାଏ। ସେମାନଙ୍କ ଦ୍ୱାରା କୌଣସି ବି ଓଲଟା କାର୍ଯ୍ୟ ହୋଇପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।